ଜିନିଷ ହେଉଛି କ'ଣ ନା ଆମର ଯଦି ରିଜନିଂର ବ୍ରହ୍ମାସ୍ତ୍ର ସିରିଜ୍ ଆପଣ ଦେଉଛନ୍ତି, ଏଇଟା ହେଲା ଆମର ସିଲୋଲୋଜିଜମ୍ ଚାପ୍ଟର, ଏଇଟା ହେଲା ନମ୍ବର ସିରିଜ୍ ଚାପ୍ଟର, ଏଇଟା ହେଲା ବ୍ଲଡ଼ ରିଲେସନ୍ ଚାପ୍ଟର, ଏଇଟା ହେଲା କୋଡ଼ିଂ ଡିକୋଡ଼ିଂ ଚାପ୍ଟର, ଏଇଟା ହେଲା ସିଟିଂ ଆରେଞ୍ଜମେଣ୍ଟ ଚାପ୍ଟର, ଏଇଟା ହେଲା ଭେନ୍ ଡାଇଗ୍ରାମ୍ ଚାପ୍ଟର, ଏଇଟା ହେଲା ଡିରେକ୍ସନ୍ ଅଫ୍ ଡିଷ୍ଟାନ୍ସ ଚାପ୍ଟର, ଏଇଟା କାଉଣ୍ଟିଂ ନମ୍ବର ଅଫ୍ ଟ୍ରାଙ୍ଗେଲ୍, ଏଇଟା ଡାଇସ୍ ଆଣ୍ଡ କ୍ୟୁବ୍ କଟିଂ, ଏଇଟା ହେଲା ଆଲଫାବେଟ୍, ଏଇଟା ହେଲା କ୍ୟାଲେଣ୍ଡର। ମୁଁ ଆଦେହରୁ ସିଲୋଲୋଜିଜମ୍ ଚାପ୍ଟର ଅଲରେଡ଼ି କମ୍ପ୍ଲିଟ୍ କରାଇ ଦେଇଥିଲି। ତାପରେ ଆଉ ଗୋଟେ ନମ୍ବର ସିରିଜ୍ ଚାପ୍ଟର ମଧ୍ୟ ଚାଲିଛି, ଭିଡ଼ିଓ ପଡ଼ିବ। ତାପରେ ଆଉ ଗୋଟେ ଚାପ୍ଟର ହେଉଛି ଆମର ଭେନ୍ ଡାଇଗ୍ରାମ୍ ମଧ୍ୟ ଲେଖା ସାରିଛି, ଖାଲି ଭିଡ଼ିଓ ପଡ଼ିବ। ଆଉ ଆମର ଯେଉଁ ବ୍ଲଡ଼ ରିଲେସନ୍, କୋଡ଼ିଂ ଡିକୋଡ଼ିଂ, ସିଟିଂ ଆରେଞ୍ଜମେଣ୍ଟ, ଡିରେକ୍ସନ୍ ଡିଷ୍ଟାନ୍ସ, କାଉଣ୍ଟିଂ ଅଫ୍ ଫିଗର, କାଉଣ୍ଟିଂ ଅଫ୍ ଟ୍ରାଙ୍ଗେଲ୍, ତାପରେ ଆମର ଡାଇସ୍ ଆଉ କ୍ୟୁବ୍ କଟିଂ, ଆଲଫାବେଟ୍ ଆଉ କ୍ୟାଲେଣ୍ଡର, ଏତିକି ଚାପ୍ଟର ଆମକୁ ପଢ଼ିବାକୁ ପଡ଼ିବ। ଡେଟ୍ ହେଉଛି ନଭେମ୍ବର 15 ସୁଦ୍ଧା ସବୁ ଚାପ୍ଟର ଆମର ଏଠି ପଡ଼ିଯାଇଥିବ। ଜିନିଷ ହେଲା ସେୟା। ଆମର ଯେଉଁ ସିଲୋଲୋଜିଜମ୍ ଚାପ୍ଟର ମୁଁ କହୁଥିଲି, ସିଲୋଲୋଜିଜମ୍ ଚାପ୍ଟର ଯେଉଁ ଆମର 3ଟା କେସ୍ ଥାଏ, ଗୋଟେ ହେଲା ଅଲ୍ କେସ୍, ଆଉ ଗୋଟେ ହେଲା ସମ୍ କେସ୍, ଆଉ ଗୋଟେ ହେଲା ନୋ କେସ୍। ଅଲ୍ କେସ୍, ସମ୍ କେସ୍, ନୋ କେସ୍। ଅଲ୍ କେସ୍ ମାନେ ଧର ଅଲ୍ କେସ୍ ଗାର୍ଲସ୍ ଆର୍ ବେୱଫା, ଅଲ୍ ଗାର୍ଲସ୍ ଆର୍ ବେୱଫା, ସମ୍ ଗାର୍ଲସ୍ ଆର୍ ବେୱଫା, ନୋ ଗାର୍ଲସ୍ ଆର୍ ବେୱଫା। ତେଣୁ ତାପରେ ଆଉ ଗୋଟେ ଥାଏ ଯେ ମାନେ नो ये हमें बता ही नहीं सकते राहुल और अंजलि के बीच में रिश्ता है कि नहीं है, कुछ दिया ही नहीं गया है, ट्विस्ट जोड़ा गया है, हम बता ही नहीं सकते कि राहुल और अंजलि के बीच में कोई रिश्ता है या नहीं है। वही भाई बहन का रिश्ता है कि BFC का रिश्ता है कि बाप बेटी का रिश्ता है, वही है। बॉयज और जिम, ऑल बॉयज आर टेकिंग जिम। ଜିନିଷ ହେଲା ସେୟା। ତାପରେ ଯେ ଷ୍ଟେଟମେଣ୍ଟ ଦେଇଦେଇଛି ତାର ସମ୍ ବ୍ୟାଙ୍ଗେଲ୍ସ ଆର୍ ବ୍ରେସଲେଟ୍ସ। ହଁ ଯେଉଁ କହୁଥିଲି ଯେଉଁ ଭେନ୍ ଡାଇଗ୍ରାମ୍ ଯେଉଁ କୋଶ୍ଚିନ୍ ସବୁ, ଭେନ୍ ଡାଇଗ୍ରାମ୍ କୋଶ୍ଚିନ୍ ସବୁ କ'ଣ ଦେଇଛି, ଭେନ୍ ଡାଇଗ୍ରାମ୍ କୋଶ୍ଚିନ୍ ଦେଇଛି ସେଇ ଅଲ୍ ସମ୍ ନୋ କେସ୍। ଭେନ୍ ଡାଇଗ୍ରାମ୍ର ମୋତେ 50ଟା କୋଶ୍ଚିନ୍ ସଲ୍ଭ କରିବା ଜଣାପଡ଼ିଯିବ ଯେ ସେ 50ଟା କୋଶ୍ଚିନ୍ ସଲ୍ଭ କରିବା ଆମେ ସେଇ ହିସାବରେ ଜାଣିପାରିବା ଯେ ଭେନ୍ ଡାଇଗ୍ରାମ୍ କୋଶ୍ଚିନ୍ ଆସିଛି ନା ନାହିଁ। ସେଇ ଅଲ୍ ଆଉ ସମ୍ ସିଲୋଲୋଜିଜମ୍ ଚାପ୍ଟର ଯାହା, ଭେନ୍ ଡାଇଗ୍ରାମ୍ ଚାପ୍ଟର ମଧ୍ୟ ସେୟା। ଅଲ୍ ଆଉ ସମ୍ ଆଉ ନୋ 3ଟା ଜିନିଷ ଅଛି। ଆମର 1 ନମ୍ବରରେ ଧର ଯଦି ଦେଇଛି କପ୍, ଟେବୁଲ୍ ଆଉ କ୍ରକରୀ ମାନେ ବାସନ ସେଟ୍, କ୍ରକରୀ ମାନେ ହେଉଛି ବାସନ ସେଟ୍। ସେଇ ହିସାବରେ ପ୍ରଥମେ ଆମେ ଜାଣିବା ଯେ ଭେନ୍ ଡାଇଗ୍ରାମ୍ରେ ବାସ୍ ଦୁଇଟାକୁ ରିଲେସନ୍ ବନା, ଦୁଇଟାର ରିଲେସନ୍ ବନେଇବ ଅଟୋମେଟିକାଲି ଥାର୍ଡ଼ଟା ଆସି ତାପରେ ଇଏ ଦେଖିବ ସେଟା ତା ଭିତରେ ରହୁଛି କି ରହୁନି। ଦୁଇଟାର ପ୍ରଥମେ ରିलेशन बना, तापर जानीपर जो थर्डटा ता भीतर रहुची कि रहुची। हमेशा दो डेफिनाइट रिश्ता का हमेशा दो डेफिनाइट रिश्ता को ढूंढिए और उसके बाद थर्ड को घुसाइए। हमेशा दो डेफिनाइट रिश्ता को ढूंढिए और हमेशा उसके बाद थर्ड को घुसाइए। धरा देइछि हमर कप टेबुल और क्रकरी हमर आम जानी कप आ क्रकरी, क्रकरी मान बासन सेट, क्रकरी मान बासन सेट। तेणु ऑल द कप आर क्रकरी माने जी सब कप सब क्रकरी भितर आसे ना। तेणु कपटा हूँ क्रकरी, ये सब आइला क्रकरी। तेणु कप सब जाक क्रकरी ना, ऑल द क्रकरी आर कप ना, सब जाक क्रकरी सब बासन कप आसो, कप सेट आसो, जी ऑल सेट बासन सेट थाली आसो, ताटिया आसो, ये सब आस। कि जी सब कप हो सब जाक क्रकरी आसवे। तेणु ऑल द कप्स आर क्रकरी आइला। दुईटा रिश्ता बनी सारा, थार्डटा देखिए टेबुल, टेबुल क्रकरी सागर कि कप सागर कौन रिश्ता नहीं। टेबुल क्रकरी सागर आ कप सागर टेबुल गोटे अलग क्लास। तेणु टेबुल गोटे सब सर्वदा अलग क्लास से हिसाब से टेबुल सब गोटे अलग क्लास। तेणु से हिसाब से आमर आउ द्वितीय नंबर क्वेश्चन देला जे मदर वोमेन आउटा पाइलट। मदर वोमेन आउटा भेन डायग्राम जो गोटे क्वेश्चन देती मदर वोमेन आउटा पाइलट, मदर वोमेन आउटा पाइलट। से हिसाब से आम जापर जे कौन ना मदर वोमेन आ पाइलट आम प्रथम दिज भितर ये रिश्ता बने कौन कौन ना मदर आ वोमेन भितर बन रिलेसन बनइले कौन कौन हम ना ऑल द मदर आर वोमेन निहाती भाव भी ना, ऑल वोमेन आर मदर ना, ऑल वोमेन आर मदर हेबेन केमी, ऑल वोमेन आर मदर केबे हेबेन ना।
ଏବେ ଷ୍ଟୁଡେଣ୍ଟ ମାନେ କିଛି ଓମେନ୍ ମଧ୍ୟ ଥିବେ କିନ୍ତୁ ସବୁ ଜାଗା ମଦର ଅଛନ୍ତି ନା, କିନ୍ତୁ ସବୁ ଜାଗା ମଦର ହେଉଛନ୍ତି ଓମେନ୍, ସବୁ ଜାଗା ମଦର ହେଉଛନ୍ତି ଓମେନ୍। ତେଣୁ ସେ ମଦର ଅଲ୍ ଦ ମଦର ଆର୍ ଓମେନ୍, ଅଲ୍ କେସ୍ ଏଠି ବନିଲା। ତାପରେ ଦୁଇଟା ରିସ୍ତା ଯେତେବେଳେ ବନି ସାରିଲା ତାପରେ ହେଲା ପାଇଲଟ୍କୁ ଆଣିବ। ପାଇଲଟ୍ ମାନେ ମଦର ଥିବେ, ପାଇଲଟ୍ ମାନେ ଓମେନ୍ ମଧ୍ୟ ଥିବେ। ପାଇଲଟ୍ ମାନେ କିଛି ପାଇଲଟ୍ ମଦର ଥିବେ, କିଛି ପାଇଲଟ୍ ଓମେନ୍ ମଧ୍ୟ ଥିବେ। ତେଣୁ ସମ୍ କେସ୍ ଏଠି ହେଲା, ପାଇଲଟ୍ଟା ଏଠି କିଛି ମଦର ହେବ, କିଛି ଓମେନ୍ ହେବ। 2 ନମ୍ବର କୋଶ୍ଚିନ୍ ମଧ୍ୟ ସରିଲା। ଭେନ୍ ଡାଇଗ୍ରାମର 2ୟ ନମ୍ବର କୋଶ୍ଚିନ୍ ମଧ୍ୟ ସରିଲା। 3ୟ ନମ୍ବର କୋଶ୍ଚିନ୍ କ'ଣ ଦେଇଛି? 3ୟ ନମ୍ବର କୋଶ୍ଚିନ୍ ଦେଲା ଯେ ଲେକ୍ଚରର୍ସ ସିଙ୍ଗର୍ସ ଆଉ ମେନ୍, ଲେକ୍ଚରର୍ସ ଆଉ ସିଙ୍ଗର୍ସ ଆଉ ମେନ୍ସ। କ'ଣ ଲେକ୍ଚରର ସିଙ୍ଗର୍ସ ଆଉ ମେନ୍? ନା ଲେକ୍ଚରର ସିଙ୍ଗର୍ସ ମେନ୍ ହେଉଛି 2 ଜଣ ବିଷୟରେ ପ୍ରଥମେ ମାନେ ସମ୍ ଲେକ୍ଚରର୍ସ, କିଛି ଲେକ୍ଚରର ଅଛନ୍ତି, କିଛି ଲେକ୍ଚରର ଆମେ ମେନ୍ ଆଉ ଲେକ୍ଚରର କିଛି ଲେକ୍ଚରର ସିଙ୍ଗର ବି ହେଇଥିବେ, କିଛି ଲେକ୍ଚରର ମେନ୍ ହେଇଥିବେ, ମେଲ୍ କିଛି ସିଙ୍ଗର ମେନ୍ ହେଇଥିବେ, କିଛି ସିଙ୍ଗର ଲେକ୍ଚରର ମଧ୍ୟ ହେଇଥିବେ। ତେଣୁ ଏ ସବୁ ହେଲା ସମ୍ କେସ୍, ତେଣୁ ଟୋଟାଲ୍ 3 ସମ୍ କେସ୍ ହେଲେ 3 ଜଣ ଅଛନ୍ତି। କିଛି ଲେକ୍ଚରର ସିଙ୍ଗର ହେଇଥିବ, କିଛି ଲେକ୍ଚରର ମେନ୍ ମଧ୍ୟ ହେଇଥିବ, କିଛି ମେନ୍ ସିଙ୍ଗର ହେଇଥିବ, କିଛି ମେନ୍ ଲେକ୍ଚରର ମଧ୍ୟ ହେଇଥିବେ, କିଛି ସିଙ୍ଗର ଲେକ୍ଚରର ହେଇଥିବ, କିଛି ସିଙ୍ଗର ମେନ୍ ମଧ୍ୟ ହେଇଥିବେ। ଜିନିଷ ହେଲା ସେୟା। 3 ନମ୍ବର କୋଶ୍ଚିନ୍ ହେଲା ମଧ୍ୟ ସେୟା, ସମ୍ କେସ୍, ଅଲ୍ ସମ୍ କେସ୍, ସବୁ ଯାକ ସମ୍ କେସ୍ ହେଲେ ଏଇଟା ଏମିତିଆ ହିଁ ଡାଇଗ୍ରାମ ବନାହବ, 4 ନମ୍ବର କୋଶ୍ଚିନ୍ କ'ଣ ଦେଇଛି? 4 ନମ୍ବର କୋଶ୍ଚିନ୍ ଦେଇଛି ଆମର 4 ନମ୍ବର କୋଶ୍ଚିନ୍ କ'ଣ ଦେଇଛି? 4 ନମ୍ବର କୋଶ୍ଚିନ୍ ଆମର ଦେଲା ଯେ ମେନ୍ ପ୍ଲେୟାର ଆଉ ଫାଦର୍ସ, ତେଣୁ ସେଇ 2 ଜଣ ଭିତରେ ପ୍ରଥମେ ରିସ୍ତା ବନେଇବ। କାହା ବିଷୟରେ? ନା ମେନ୍ ଆଉ ଫାଦର ଭିତରେ ରିସ୍ତା ବନେଇଦେଲେ ପ୍ଲେୟାରଟା ପଛରେ ଆସିବ। ପ୍ରଥମେ କାଟାଗୋରୀ ଦେଖିବ, କାଟାଗୋରୀ ଦେଖି ମ୍ୟାଚ୍ କରିବ, କାଟାଗୋରୀ ଦେଖିଲେ ମ୍ୟାଚ୍ କରିବ, ବା ଗୋଷ୍ଠୀ ବା କାଟାଗୋରୀ ଦେଖିଲେ ମ୍ୟାଚ୍ କରିବ, କୁଆଡ଼େ ଗଲା ଏବେ? ତେଣୁ ଜିନିଷ ହେଲା ସେ ଜାତି କାଟାଗୋରୀ ବା ଜାତି ଦେଖିବ। ତାପରେ 4 ନମ୍ବର କୋଶ୍ଚିନ୍ ଦେଲା, 4 ନମ୍ବର କୋଶ୍ଚିନ୍ ଦେଇଛି ମେନ୍ ପ୍ଲେୟାର୍ସ ଆଉ ଫାଦର୍ସ, ମେନ୍ ପ୍ଲେୟାର ଆଉ ଫାଦର। ତେଣୁ ଆମେ ଜାଣିଛେ ମେନ୍ ଆଉ ଫାଦର ଭିତରେ ପ୍ରଥମେ ରିସ୍ତା ବନେଇ, ପ୍ରଥମେ 2 ଜଣ ଭିତରେ ରିସ୍ତା ବନେଇ ସାରିଲା ପରେ 3rd ନମ୍ବରଟା ଆସିବ। ମେନ୍ ଆଉ ଫାଦର ଭିତରେ କ'ଣ ହେବ? ନା ଅଲ୍ ଦ ମେନ୍ସ ଆର୍ କ'ଣ ଫାଦର? ନା କେବେ ହେଲେ ନୁହଁ, ଅଲ୍ ଦ ମେନ୍ ଆର୍ ଫାଦର ନୁହଁ, ଅଲ୍ ଦ ଫାଦର ଆର୍ ମେନ୍, ୟେସ୍ ଅଲ୍ ଦ ଫାଦର ଆର୍ ମେନ୍, ଯେତିକି ଫାଦର ଅଛନ୍ତି ସବୁ ଯାକ ମେନ୍ ହେବେ ନା ନାହିଁ? ଅଲ୍ ଦ ଫାଦର ଆର୍ ମେନ୍, 2 ଜଣ ହେଇଗଲା, ରିସ୍ତା ହେଇଗଲା। ତେଣୁ ତାପରେ 3ୟ ନମ୍ବର ପ୍ଲେୟାରଟା ଅଲ୍ ଦ ପ୍ଲେୟାର ଆର୍ ନା ସମ୍ ଅଫ୍ ଦ ପ୍ଲେୟାର ଆର୍ ମେନ୍, ସମ୍ ଅଫ୍ ଦ ପ୍ଲେୟାର ଆର୍ ଫାଦର, ତେଣୁ ସମ୍ କେସ୍ ଏଠି ହେଲା। ଏ 4 ନମ୍ବର କୋଶ୍ଚିନ୍ ମଧ୍ୟ ହେଇଗଲା, କିଛି ଅସୁବିଧା ନାହିଁ। ତ 5 ନମ୍ବର କୋଶ୍ଚିନ୍ କ'ଣ ଦେଲା? 5 ନମ୍ବର କୋଶ୍ଚିନ୍ ଦେଲା ଯେ ନର୍ସ, ଡକ୍ଟର ଆଉ ହେଲା ଫାର୍ମାସିଷ୍ଟ, କ'ଣ ନର୍ସ, ଡକ୍ଟର ଆଉ ଫାର୍ମାସିଷ୍ଟ? ନା ଆମର ଦେଇଛି ନର୍ସ, ଡକ୍ଟର ଏଇଟା ହେଲା ଫାର୍ମାସିଷ୍ଟ। ଆମର ନର୍ସ ଆଉ ଡକ୍ଟର ସବୁ ଅଲଗା ପ୍ରଫେସନ୍ ରହିଗଲେ, ନର୍ସ, ଡକ୍ଟର ଆଉ ଫାର୍ମାସିଷ୍ଟ ସବୁ ଅଲଗା ପ୍ରଫେସନ୍ ରହିଗଲେ। ନର୍ସଟା ଅଲଗା ପ୍ରଫେସନ୍, ଡକ୍ଟରଟା ଅଲଗା ପ୍ରଫେସନ୍, ଫାର୍ମାସିଷ୍ଟ ମଧ୍ୟ ଗୋଟେ ଅଲଗା ପ୍ରଫେସନ୍। ସବୁ ତା ଡକ୍ଟର ଅଲ୍ ଦ ଡକ୍ଟର ଆର୍ ନର୍ସେସ୍, ନା ଅଲ୍ ଦ ଡକ୍ଟର ଆର୍ ନର୍ସେସ୍ କେମିତି ହେବେ? ଡକ୍ଟର ତାର ଅଲଗା ମାନେ ଅଲଗା କାଟାଗୋରୀ ହେଉଛି, ଇଏରେ ହେଉଛି, ସେଥିରେ ହେଉଛି। ନର୍ସେସ୍ କାଟାଗୋରୀ ତାର ଅଲଗା, ଫାର୍ମାସିଷ୍ଟ କାଟାଗୋରୀ ତାର ଅଲଗା, ତାର ଭିତରେ କିଛି ରିସ୍ତା ନାହିଁ। ତେଣୁ ସେଟା ତାର ଅଲଗା ସବୁ। 5 ନମ୍ବର ମଧ୍ୟ ଗଲା। ତା 6 ନମ୍ବର କୋଶ୍ଚିନ୍ କ'ଣ ଦେଲା? 6 ନମ୍ବର କୋଶ୍ଚିନ୍ ଦେଇଛି ଯେ ହ୍ୱେଟ୍ ମଷ୍ଟାର୍ଡ଼ ଆଉ କ୍ୟାବେଜ୍, ହ୍ୱେଟ୍ ମଷ୍ଟାର୍ଡ଼ ଆଉ ହେଲା କ୍ୟାବେଜ୍, କ'ଣ ହ୍ୱେଟ୍ ମଷ୍ଟାର୍ଡ଼ କ୍ୟାବେଜ୍? ନା ହ୍ୱିଟ୍ ମଷ୍ଟାର୍ଡ଼ କ୍ୟାବେଜ୍। ହ୍ୱିଟ୍ ହେଲା ମାନେ ଗହମ, ମଷ୍ଟାର୍ଡ଼ ଆଉ କ୍ୟାବେଜ୍, ଏ 3ଟା ଯାକ ଅଲଗା। ହ୍ୱିଟ୍ ହେଲା ଗହମ ତାର ଅଲଗା, ମଷ୍ଟାର୍ଡ଼ ସେ ତାର ଅଲଗା, କ୍ୟାବେଜ୍ ମଧ୍ୟ ତାର ଅଲଗା, ସବୁ ଅଲଗା ହେଲା। 6 ନମ୍ବର କୋଶ୍ଚିନ୍ ମଧ୍ୟ ଗଲା। 7 ନମ୍ବର କୋଶ୍ଚିନ୍ କ'ଣ ଦେଲା? 7 ନମ୍ବର କୋଶ୍ଚିନ୍ ଦେଲା ଯେ ଡିଜିଜ୍ ନାଇଟ୍ ଆଉ ନାଇଟ୍ ବ୍ଲାଇଣ୍ଡନେସ୍ ଆଉ କ୍ୟାନ୍ସର, ଡିଜିଜ୍ ନାଇଟ୍ ବ୍ଲାଇଣ୍ଡନେସ୍ ଆଉ କ୍ୟାନ୍ସର। ଆମେ ଜାଣିଛେ ଯେ ନାଇଟ୍ ବ୍ଲାଇଣ୍ଡନେସ୍ ଆଉ କ୍ୟାନ୍ସର, ଏ 2ଟା ହେଲା ଅଲଗା ଡିଜିଜ୍। ନାଇଟ୍ ବ୍ଲାଇଣ୍ଡନେସ୍ ଆଉ କ୍ୟାନ୍ସର ଏଇଟା ହେଲା 2ଟା ହେଲା ଅଲଗା, ତାର ଆଉ ତା ବିଷୟରେ କିଛି କୌଣସି ସମ୍ପର୍କ ନାହିଁ। ନାଇଟ୍ ବ୍ଲାଇଣ୍ଡନେସ୍ ହେଲା ଅଲଗା ରୋଗ, କ୍ୟାନ୍ସର ହେଲା ଗୋଟେ ରୋଗ, 2ଟା ହେଲା ଅଲଗା ଡିଜିଜ୍। ତେଣୁ ଏ 2ଟା ଯାକ ଡିଜିଜ୍ ଭିତରେ ଆଉଛି, ଏ 2ଟା ଯାକ ନାଇଟ୍ ବ୍ଲାଇଣ୍ଡନେସ୍ ହଉ କି କ୍ୟାନ୍ସର ହଉ, ସେ 2ଟା ଯାକ ଗୋଟାଇ ଭିତରେ ଆଉଛି ବା ଡିଜିଜ୍ରେ ଆଉଛି। ତେଣୁ ସେ ଡିଜିଜ୍ର ଅଲ୍ କେସ୍ରେ ଆଉଛି। ତାପରେ 8 ନମ୍ବର କେସ୍ କ'ଣ ଦେଲା? 8 ନମ୍ବର ଦେଇଛି କୋଶ୍ଚିନ୍, 8 ନମ୍ବର କୋଶ୍ଚିନ୍ ଦେଇଛି ଲେଜିନେସ୍, ଆଞ୍ଜାଇଟି ଆଉ ହେଲା ପାୱାର। ଲେଜିନେସ୍ ହେଲା ଅଲଗା, ଆଞ୍ଜାଇଟି ହେଲା ଅଲଗା, ପାୱାର ହେଲା ମଧ୍ୟ ଅଲଗା। ତେଣୁ ଜିନିଷ ହେଲା ସେ। ତାପରେ 9 ନମ୍ବର କୋଶ୍ଚିନ୍ ଦେଇଛି ର ମ୍ୟାଟେରିଆଲ୍, ଲେବଲର ଆଉ ହେଲା ମେସିନ୍ସ। ର ମ୍ୟାଟେରିଆଲ୍ ବା କଞ୍ଚାମାଲ, ଆଉ ହେଲା ଲେବରର, ଆଉ ହେଲା ମେସିନ୍ସ, ସବୁ ଜାତି ହେଲା ଅଲଗା। ଜାତି ସମସ୍ତଙ୍କର ହେଲା ଅଲଗା। କ'ଣ ଜାତି ଅଲଗା ସବୁ ଦେଇଛି? ନା ର ମ୍ୟାଟେରିଆଲ୍ ତାର ଅଲଗା, ତାପରେ ର ମ୍ୟାଟେରିଆଲ୍ ଲେବର ସାଙ୍ଗରେ କ'ଣ ସମ୍ପର୍କ? କିଛି ସମ୍ପର୍କ ନାହିଁ। ତେଣୁ ଲେବରର ଆଉ ମେସିନ୍ ସହିତ କିଛି ସମ୍ପର୍କ ନାହିଁ ନା। ତେଣୁ ଏ ସବୁ 3ଟା ଯାକ ଅଲଗା। ତାପରେ 10 ନମ୍ବର କୋଶ୍ଚିନ୍ ଦେଇଛି କୁକୁମ୍ବର, ସ୍ପାଇସେସ୍ ଆଉ ଫୁଡ଼୍। କୁକୁମ୍ବର ଆଉ ସ୍ପାଇସେସ୍ ଭିତରେ କୌଣସି ଇଏ ନାହିଁ।
କୁକୁମ୍ବର ଆଉ ସ୍ପାଇସେସ୍ ଭିତରେ କୌଣସି ସମ୍ପର୍କ ନାହିଁ। କୁକୁମ୍ବର ତାର ଅଲଗା, ସ୍ପାଇସେସ୍ ତାର ଅଲଗା, କିନ୍ତୁ କୁକୁମ୍ବର ଗୋଟେ ଫୁଡ଼, ସ୍ପାଇସେସ୍ ମଧ୍ୟ ଗୋଟେ ଫୁଡ଼। ସେ ଫୁଡ଼ ଭିତରେ ଦୁଇ ଜଣ ଯାଉଛନ୍ତି। ତେଣୁ 10 ନମ୍ବର କ୍ୱେଶ୍ଚିନ୍ ହେଲା ସେଇଆ। 11 ନମ୍ବର କ୍ୱେଶ୍ଚିନ୍ କ'ଣ ପଚାରିଲା? 11 ନମ୍ବର କ୍ୱେଶ୍ଚିନ୍ ଦେଇଛି ସିକିମ୍, ମଣିପୁର ଆଉ ହେଲା ଇମ୍ଫାଲ। ସିକିମ୍, ମଣିପୁର ଆଉ ହେଲା ଇମ୍ଫାଲ। ଆମେ ଜାଣିଛେ ଯେ ଇମ୍ଫାଲ ମଣିପୁର ରାଜଧାନୀ ହେଲା ଇମ୍ଫାଲ, ମଣିପୁର ରାଜଧାନୀ ହେଲା ଇମ୍ଫାଲ। ତେଣୁ ଇମ୍ଫାଲଟା ମଣିପୁର ଭିତରେ ଯାଉଛି। ମଣିପୁର ଭିତରେ ଇମ୍ଫାଲଟା ମଣିପୁର ଭିତରେ ଯାଉଛି। ଅଲ୍ ଦ ଇମ୍ଫାଲ ଆର ମଣିପୁର ହେଲା ସମ୍ପର୍କ ହେଇଗଲା, ଏ ଦୁଇଟା ଭିତରେ ହେଇଗଲା। ଥାର୍ଡ଼ ନମ୍ବର ହେଲା ସିକିମ୍। ସିକିମ୍ ମଣିପୁର ସହିତ କିଛି ରିସ୍ତା ନାହିଁ କି ଇମ୍ଫାଲ ସହିତ ମଧ୍ୟ କିଛି, ସେ ତାର ଅଲଗା। ତେଣୁ 12 ନମ୍ବର କ୍ୱେଶ୍ଚିନ୍ ଦେଲା ଭେନ୍ ଡାଇଗ୍ରାମର। 12 ନମ୍ବର କ୍ୱେଶ୍ଚିନ୍ ହେଲା ଭେନ୍ ଡାଇଗ୍ରାମର ଦେଇଛି ଯେ ମୁନ୍, ଭିନସ୍ ଆଉ ହେଲା ୟୁନିଭର୍ସ। ମୁନ୍, ଭିନସ୍ ଆଉ ହେଲା ୟୁନିଭର୍ସ। କ'ଣ କ'ଣ ମୁନ୍, ଭିନସ୍ ଆଉ ୟୁନିଭର୍ସ? ନା ମୁନ୍, ଭିନସ୍ ଆଉ ହେଲା ୟୁନିଭର୍ସ। ଆମର ମୁନ୍ ଆଉ ଭିନସ୍ ଦୁଇଟା ଯାକ ଗ୍ରହ, ଦୁଇଟା ଯାକଟା ହେଲା ଗ୍ରହ। ମୁନ୍ ଆଉ ଗୋଟେ ଗ୍ରହ, ମୁନ୍ ଆଉ ଭିନସ୍, ଇଏ ତାର ମୁନ୍ ହଉ ଗ୍ରହ ହଉ ଯାହା ହଉ, କିନ୍ତୁ କି ତାରକା ହଉ। ତେଣୁ ମୁନ୍ ଭିନସ୍ ହେଲା ଅଲଗା ଅଲଗା, ତାଙ୍କ ଭିତରେ କିଛି ଅଲଗା ନାହିଁ। କିନ୍ତୁ ଏ ଦୁଇଟା ଯାକ ୟୁନିଭର୍ସ ଭିତରେ ଆଉଛନ୍ତି। ମୁନ୍ ହଉ କି ଭିନସ୍ ହଉ, ଦୁଇଟା ଯାକ ୟୁନିଭର୍ସ ଭିତରେ ଆଉଛନ୍ତି। ତେଣୁ 12 ନମ୍ବର କ୍ୱେଶ୍ଚିନ୍ ଗଲା ଭେନ୍ ଡାଇଗ୍ରାମର। 13 ନମ୍ବର କ୍ୱେଶ୍ଚିନ୍ ଭେନ୍ ଡାଇଗ୍ରାମ କ'ଣ ଦେଇଛି? ନା ଫୁଏଲ୍, ଡିଜେଲ୍ ଆଉ ହେଲା ଲିକ୍ୱିଡ଼। ଫୁଏଲ୍, ଡିଜେଲ୍ ଆଉ ହେଲା ଲିକ୍ୱିଡ଼। କ'ଣ ଫୁଏଲ୍, ଡିଜେଲ୍, ଲିକ୍ୱିଡ଼? ଫୁଏଲ୍, ଡିଜେଲ୍, ଲିକ୍ୱିଡ଼। ଆମର ପ୍ରଥମେ ଦୁଇ ଜଣ ଭିତରେ ରିସ୍ତା ମାନେ ଲିକ୍ୱିଡ଼ ଆଉ ଡିଜେଲ୍ ଭିତରେ। ଅଲ୍ ଦ ଡିଜେଲ୍ ଆର୍ ଲିକ୍ୱିଡ଼। ୟେସ୍, ଅଲ୍ ଦ ଡିଜେଲ୍ସ ଆର୍ ଲିକ୍ୱିଡ଼। ଅଲ୍ ଦ ଡିଜେଲ୍, ଯେତିକି ସବୁ ଡିଜେଲ୍ ଅଛନ୍ତି ସବୁ ଯାକ ଲିକ୍ୱିଡ଼। ଯେତିକି ଯାକ ଡିଜେଲ୍ ଅଛନ୍ତି ସବୁ ଯାକ ଲିକ୍ୱିଡ଼। ସବୁ ଯାକ ଯେତିକି ଡିଜେଲ୍ ଅଛନ୍ତି ସବୁ ଯାକ ଲିକ୍ୱିଡ଼। ତେଣୁ ତାପରେ ହେଲା ଫୁଏଲ୍, ତାପରେ ହେଲା ଫୁଏଲ୍, ତାପରେ ହେଲା ଫୁଏଲ୍, ତାପରେ ହେଲା ଫୁଏଲ୍। ଅଲ୍ ଦ ଫୁଏଲ୍ ଆର କ'ଣ? ଅଲ୍ ଦ ଫୁଏଲ୍ ଆର କ'ଣ? ଅଲ୍ ଦ ଫୁଏଲ୍ ଆର ଡିଜେଲ୍। ୟେସ୍, ଅଲ୍ ଦ ଫୁଏଲ୍ ଆର ଡିଜେଲ୍। ଯେତିକି ସବୁ ଯାକ ଫୁଏଲ୍ ଯେତିକି ଡିଜେଲ୍ ହେବ ନା ନାହିଁ, ଫୁଏଲ୍ ଭିତରେ ଡିଜେଲ୍ ଆସିବ। ଡିଜେଲ୍ଟା ସବୁ ଡିଜେଲ୍ଟା ଫୁଏଲ୍ ଭିତରେ ଆସିବ, ଲିକ୍ୱିଡ଼ ଭିତରେ ମଧ୍ୟ ଆସିବ। ଡିଜେଲ୍ଟା ଫୁଏଲ୍ ମଧ୍ୟରେ ଆସିବ, ଲିକ୍ୱିଡ଼ ମଧ୍ୟରେ ଆସିବ। କିନ୍ତୁ ଅଲ୍ ଦ ଫୁଏଲ୍ ଆର୍ ନଟ୍ ଲିକ୍ୱିଡ଼, ଅଲ୍ ଦ ଫୁଏଲ୍ ଆର୍ ନଟ୍ ଲିକ୍ୱିଡ଼। ତେଣୁ କିଛି ଫୁଏଲ୍ ଲିକ୍ୱିଡ଼ ଭିତରେ ଆଉଛନ୍ତି। ତେଣୁ ସେ ହେଲା କଥା, ଏହା ହେଲା କେସ୍ ବନିବ। ଆଉ ଏଇଟା ହେଲା କେସ୍ ବନିବ। ତାପରେ ହେଲା 14 ନମ୍ବର। 14 ନମ୍ବର କ'ଣ ଦେଇଛି? ନା 14 ନମ୍ବର ଦେଇଛି ମ୍ୟାଙ୍ଗୋ ଇଟେବୁଲ୍ ଆଉ ହେଲା ଲିକ୍ୱିଡ଼। ମ୍ୟାଙ୍ଗୋ ଇଟେବୁଲ୍ ଆଉ ହେଲା ଲିକ୍ୱିଡ଼। କ'ଣ ମ୍ୟାଙ୍ଗୋ ଇଟେବୁଲ୍ ଲିକ୍ୱିଡ଼? ନା ଏଇଟା ଦେଇଛି ଅଲ୍ ଦ ମ୍ୟାଙ୍ଗୋ ଇଟେବୁଲ୍ ଆଉ ହେଲା ଲିକ୍ୱିଡ଼। ମ୍ୟାଙ୍ଗୋ ଇଟେବୁଲ୍ ଲିକ୍ୱିଡ଼ କ'ଣ? ନା ଦୁଇଟା ଧରିବୁ, ମ୍ୟାଙ୍ଗୋ ଆଉ ଲିକ୍ୱିଡ଼। ଆମର ଇଟେବୁଲ୍ ମ୍ୟାଙ୍ଗୋ, ହଁ ଇଟେବୁଲ୍। ସବୁ ଯାକ ମ୍ୟାଙ୍ଗୋ ଇଟେବୁଲ୍, ହଁ ସବୁ ଯାକ ମ୍ୟାଙ୍ଗୋ ହେଲା ଇଟେବୁଲ୍, ସବୁ ଯାକ ମ୍ୟାଙ୍ଗୋ ହେଲା ଇଟେବୁଲ୍। ତାପରେ ଏଇ ଦୁଇଟା ରିସ୍ତା ହେଇଗଲା। ତାପରେ ଲିକ୍ୱିଡ଼ କାଣିଆ। ଲିକ୍ୱିଡ଼ ଆଉ ମ୍ୟାଙ୍ଗୋ ସହିତ କ'ଣ ରିଲେସନ୍ ଅଛି? ଲିକ୍ୱିଡ଼ ଆଉ ମ୍ୟାଙ୍ଗୋର କିଛି ରିଲେସନ୍ ନାହିଁ। ଲିକ୍ୱିଡ଼ ଏଇଟା କ'ଣ ଇଟେବୁଲ୍, ୟେସ୍ ଇଟେବୁଲ୍। ତେଣୁ ଏଇଟା ଗଲା 14। 15 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? 15 ନମ୍ବର କ୍ୱେଶ୍ଚିନ୍ ଦେଇଛି 15 ନମ୍ବର କ୍ୱେଶ୍ଚିନ୍ ଭେନ୍ ଡାଇଗ୍ରାମର ମେଟାଲ୍, ଆଇରନ୍ ଆଉ ହେଲା ମର୍କୁରୀ। ମେଟାଲ୍, ଆଇରନ୍ ଆଉ ମର୍କୁରୀ। ଆଇରନ୍ ଆଉ ମର୍କୁରୀ, ଯେଉଁ ଆଇରନ୍ ଆଉ ମର୍କୁରୀ ଭିତରେ କିଛି କୌଣସି ରିଲେସନ୍ ନାହିଁ। କିନ୍ତୁ ଏ ଦୁଇଟା ଯାକ ହେଉଛନ୍ତି ମେଟାଲ୍, ଏ ଦୁଇଟା ଯାକ ହେଉଛନ୍ତି ମେଟାଲ୍। 16 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? 16 ନମ୍ବର କ୍ୱେଶ୍ଚିନ୍ ଦେଇଛି ଯେ ମୋବାଇଲ୍, ଇଲେକ୍ଟ୍ରୋନିକ୍ ଆଉ ଲ୍ୟାପଟପ୍। ମୋବାଇଲ୍, ଇଲେକ୍ଟ୍ରୋନିକ୍ସ ଆଉ ଲ୍ୟାପଟପ୍ ଡିଭାଇସ୍, ମୋବାଇଲ୍, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଆଉ ଲ୍ୟାପଟପ୍। ମୋବାଇଲ୍ ଆଉ ଲ୍ୟାପଟପ୍ ଭିତରେ କୌଣସି ରିଲେସନ୍ସିପ୍ ନାହିଁ, କିନ୍ତୁ ଏ ଦୁଇଟା ଯାକ ହେଉଛନ୍ତି ଇଲେକ୍ଟ୍ରୋନିକ୍ ଡିଭାଇସ୍। ତେଣୁ 17 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଉଛି? ଓମେନ୍, ଲୟର୍ ଆଉ ସନ୍। ଓମେନ୍, ଲୟର୍ ଆଉ ହେଲା ସନ୍। କିଛି ସମସ୍ତଙ୍କୁ କିଛି ଓମେନ୍ ଲୟର୍ ଥିବେ, କିଛି ଲୟର୍ ସନ୍ ଥିବେ, କିଛି ସନ୍ ମାନେ ସନ୍ ଆଉ ଓମେନ୍ ଭିତରେ କିଛି ନାହିଁ। କିନ୍ତୁ ଆମେ ଏଇ ଦୁଇଟା ପ୍ରଥମେ ବନେଇଦେବା, ଓମେନ୍ ଆଉ ଲୟର୍ ଭିତରେ କିଛି ଓମେନ୍ ଲୟର୍ ଅଛନ୍ତି, କିଛି ଓମେନ୍ ଲୟର୍ ଅଛନ୍ତି, କିଛି ଓମେନ୍ ଲୟର୍ କିଛି ଅଛନ୍ତି ମାନେ। ତେଣୁ ସେମିତି କିଛି ଲୟର୍ କିଛି ସନ୍ ଥିବେ ଯାହା ବଲେ, କିଛି ଲୟର୍ ସନ୍, ଓମେନ୍ ଆର୍ ସନ୍, ସନ୍ ଆର୍ ଓମେନ୍। ଏହା ହେଲା କଥା। 18 ନମ୍ବର କ୍ୱେଶ୍ଚିନ୍ ହେଉଛି ଇଞ୍ଜିନିୟର୍ସ ଗ୍ରାଜୁଏଟ୍ ଆଉ ମେଲ୍। ଇଞ୍ଜିନିୟର୍ସ ଗ୍ରାଜୁଏଟ୍ ଆଉ ମେଲ୍। ଇଞ୍ଜିନିୟର୍ସ ଗ୍ରାଜୁଏଟ୍ ମେଲ୍ କ'ଣ? ନା ଇଞ୍ଜିନିୟର୍ସ ଗ୍ରାଜୁଏଟ୍ ଆଉ ହେଲା ମେଲ୍। ଆମର ହେଉଛି ଧରାଯାଉ ଦେଇଛି ଅଲ୍ ଦ ଇଞ୍ଜିନିୟର୍ସ ଆର୍ ଗ୍ରାଜୁଏଟ୍। ଏଇଟା ନିହାତି ଅଲ୍ ଦ ଇଞ୍ଜିନିୟର୍ସ ଆର୍, ଏଇ ଦୁଇଟା ରିଲେସନ୍ ବନେଇଲେ ଅଲ୍ ଦ ଇଞ୍ଜିନିୟର୍ସ ଆର୍ ଗ୍ରାଜୁଏଟ୍, ଅଲ୍ ଦ ଇଞ୍ଜିନିୟର୍ସ ଆର୍ ଗ୍ରାଜୁଏଟ୍। କିନ୍ତୁ ମେଲ୍ ଆଇଲେ କିଛି ଇଞ୍ଜିନିୟର ମେଲ୍ ହେଇଥିବେ, କିଛି ଗ୍ରାଜୁଏଟ୍ ମେଲ୍ ମଧ୍ୟ ହେଇଥିବେ। କିଛି दो का डेफिनेट हमेशा टू डिफरेंट डेफिनेट रिश्ते को ढूंढिए, उसके बाद थर्ड को घुसाइए। तापर नंबर बास दुईटार को धर, बास दुईटा धर रिलेसन बनाओ। से 19 नंबर है हार्ट बॉडी आउट है हाउस। हार्ट बॉडी आउट है हाउस। हार्ट
हार्टा को भितर अच्छी बॉडी भितर अच्छी हार्टा बॉडी भितर अच्छी बॉडी भितर अच्छी हाउस हाउस सागर किसी रिलेशन नहीं हाउस सागर किसी रिलेशन नहीं तापर देखिए डॉक्टर्स मेल्स और ब्रदर्स डॉक्टर मेल और ब्रदर डॉक्टर मेल और ब्रदर भितर कौन रिलेशन अच्छे ना डॉक्टर मेल और रिलेशन आमर देखिए ब्रो ऑल ब्रोज आर मेल्स येस ऑल ब्रोज आर मेल्स दी जन भितर डॉक्टर्स सब किसी ब्रो मेल डॉक्टर होते किसी मेल डॉक्टर होते तेणु सम केस पड़ेगा तेणु जिन से भेन डायग्राम 20 नंबर क्वेश्चन सैला 21 नंबर क्वेश्चन देखिए कौन पाई थीटा आउटा सिंबल पाई थीटा सिंबल पाई आउ थीटा भितर कौन सिंबल नहीं तेणु पाई अलग थीटा अलग किंतु ये दुईटा जाक सिंबल भितर आउଛନ୍ତି 21 नंबर क्वेश्चन सैला 21 नंबर क्वेश्चन सैला 22 नंबर क्वेश्चन कौन देखिए फ्लावर्स रोजेस और येलो फ्लावर्स रोजेस और येलो येलो ऑल द रोजेस आर फ्लावर निहाती भाव ऑल द रोजेस आर फ्लावर हो येलो येलो किसी रोजेस येलो किसी फ्लावर येलो से हिसाब से यहाँ दिहला तापर उल उड लेदर उल अलग उड अलग लेदर अलग से सब अलग अलग से सब हूँ अलग अलग तापर 20 नंबर 23 नंबर क्वेश्चन है भेन डायग्राम सैला तेणु रैट फ्रॉग आउटा स्नेक रैट फ्रॉग आउटा स्नेक से हिसाब से रैट फ्रॉग आउटा स्नेक ना नहीं से हिसाब से देखिए रैट अलग फ्रॉग अलग स्नेक अलग तीन टा जाक अलग अलग तेणु 25 नंबर क्वेश्चन देखिए आंट्स आउटा बटरफ्लाइज आउटा इनसेक्ट्स आंट्स बटरफ्लाइज आउटा इनसेक्ट्स कौन आंट्स बटरफ्लाइज इनसेक्ट्स कौन आंट बटरफ्लाइज इनसेक्ट्स ना दीजिए ऑल द आंट्स बटरफ्लाई भितर आंट बटरफ्लाई भितर किसी कौन रिश्ता नहीं आंट बटरफ्लाई भितर कौन रिश्ता नहीं आंट बटरफ्लाई कौन से दुईटा कि इंटरसेक्ट जाऊँगी से यहाँ सब क्वेश्चन गला भेन डायग्राम सब क्वेश्चन जाइए भेन डायग्राम ये सब क्वेश्चन स्टेटमेंट स्टेटमेंट कनक्लूजन सिलोलोजिम सिलोलोजिम सब गला भेन डायग्राम सब गला तापर 3 नंबर आउटा चैप्टर अच्छी मुझे लिखुदी जेटा आउटा चैप्टर आमर नंबर सीरीज आउट चैप्टर है नंबर सीरीज मुझे कही गैप्स का दुईटा नंबर सीरीज दुईटा केस बनी गोटा है गैप्स का डिफरेंस आउटा प्रॉडक्ट जल्दी चलते 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 अचानक से एक बड़ा नंबर दिखाई दे चलते 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 अचानक से एक बड़ा नंबर दिखाई दे वहाँ पर प्रोडक्ट का केस है वहाँ पर प्रोडक्ट का इंटू का केस है चलते 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 वहाँ पर एक बड़ा सा अचानक से एक बड़ा सा नंबर दिखाई दे वहाँ पर एक प्रोडक्ट का केस इंटू का केस बनता है और जहाँ पर आपको डिफरेंस छोटा नजर आए जहाँ पर आपको डिफरेंस छोटा नजर आए इसकी जानते होंगे यहाँ पर गैप्स का डिफरेंस का केस बनता है गैप्स अभी पहले गैप्स का गैप्स बनाओ फिर भी कुछ पता नहीं चल रहा है उसके बाद फिर एक गैप बनाओ फिर भी कुछ पता नहीं चला है फिर उसका गैप बनाओ उसके बाद आपको समझ में आ जाएगा कि ये गैप्स का केस है ये गैप्स का केस है इंटू का केस में अचानक से प्रोडक्ट कैसी अचानक से एक बड़ा नंबर चला जाता है वहीं पर पता चल जाएगा कि ये इंटू का केस है इंटू का केस और डाला गैप का केस ये जो 1.5 2 2.5 ये सब है इंटू का केस ये सब है इंटू का केस सो इसीलिए हम बता रहे थे कि गैप्स का गैप ये हो गया गैप्स का गैप केस ये हो गया गैप्स का गैप ये हो गया इंटू का केस ये हो गया इंटू का केस है और जितने भी नंबर सीरीज में चलते चलते अचानक से बड़ा नंबर आ जाए वह प्रोडक्ट का केस आ जाता है इंटू का केस आ जाता है और होता है गैप्स का गैप्स निकाले चला जाता है नंबर सीरीज में 2 टाइप का बस दुनिया में जितने भी सारे नंबर सीरीज है जितने भी सारे जितने भी सारे नंबर सीरीज है वो 2 टाइप से बन जाते हैं एक है गैप्स का डिफरेंस निकालिए और एक है चलते चलते अचानक से बड़ा नंबर आ जाए तो ये एक इंटू का सीरीज है इंटू का सीरीज और गैप्स का डिफरेंस यही है दोनों बस हमारे 3 चैप्टर डिस्कशन किए और एक चैप्टर था सिलोजिज्म पहला चैप्टर था तो दूसरा चैप्टर था नंबर सीरीज तीसरा चैप्टर था वेन डायग्राम और आज चौथा पांचवा छठा चैप्टर जो है हमारा एक चैप्टर रहेगा ब्लड रिलेशन एक चैप्टर रहेगा डायरेक्शन एंड डिस्टेंस एक चैप्टर रहेगा और कोऑर्डिनेटिंग एक चैप्टर रहेगा मैं अभी डायरेक्शन और डिस्टेंस का चैप्टर अभी अपलोड करने वाला हूँ।